କିଛି ଲୋକଙ୍କ କ୍ଷେତ୍ରରେ ନେଜାଲ ପଲିପ୍ସ ବା ନାକରେ ମାଂସ ବଢିବା ଜନିତ ସମସ୍ୟା ଥାଏ। ତେବେ ଆଜିର ଭିଡିଓରେ ଏହି ବିଷୟରେ ଆଲୋଚନା କରିବା। ନାକରେ ପଲିପ୍ସ ବା ନାକରେ ଯଦି ମାଂସ ବଢିଥାଏ ଅନେକ ଲୋକ ଏହାକୁ ଇଗ୍ନୋର ବା ଅଣଦେଖା କରିଥାନ୍ତି, ଭାବନ୍ତି ଥଣ୍ଡା ସର୍ଦ୍ଦି ଯୋଗୁଁ ଏହି ସମସ୍ୟା ହେଉଛି। ଯଦି ଏହାକୁ ଅଧିକ ଇଗ୍ନୋର କରି ଅଧିକ ସମୟ ଗଡେଇ ଦିଅନ୍ତି ପରେ ଏଥିନେଇ ଅନେକ ଗୁଡିଏ ସମସ୍ୟା ଦେଖା ଦେଇଥାଏ, ଯେମିତିକି ବାରମ୍ବାର ଛିଙ୍କ ହେବା, ନିଶ୍ୱାସ ନେବାରେ କଷ୍ଟ ହେବା ଏବଂ ନାକ ବନ୍ଦ ହୋଇ ମୁଣ୍ଡ ପ୍ରବଳ ବିନ୍ଧିବା ବା ମୁଣ୍ଡ ଓଜନିଆ ଲାଗିବା, ଏହି ସବୁ ସମସ୍ୟା ଗୁଡିକ ଦେଖା ଦେଇଥାଏ। ଯଦି ଆପଣଙ୍କ ନାକରେ ମାଂସ ବଢିଛି ବା ନେଜାଲ ପଲିପ୍ସ ହେଇଛି, ଏଥିନେଇ ଆପଣମାନେ ହୋମିଓପାଥିକ ଉପଚାର କରିପାରନ୍ତି, ଯେମିତିକି ଲେମ୍ନା ମାଇନର 30। ଏହାକୁ ଡାଇରେକ୍ଟ ଜିଭ ହେଉ କିମ୍ବା 1 ଚାମଚ ପାଣିରେ 4 ଠୋପା ସକାଳୁ ଦ୍ୱିପହରେ ସନ୍ଧ୍ୟା ଖାଇବା ପୂର୍ବରୁ ଅର୍ଥାତ ଖାଇବାର ଅଧଘଣ୍ଟେ ପୂର୍ବରୁ ନିୟମିତ ଭାବରେ ଆପଣମାନେ 2 ମାସ ପର୍ଯ୍ୟନ୍ତ ବ୍ୟବହାର କରି ଦେଖନ୍ତୁ। ଏଥିରୁ ବହୁତ ରିଲାକ୍ସ ପାଇବେ ବା ଏହି ଜନିତ ସମସ୍ୟାରେ ଦେଖିବେ ଧୀରେ ଧୀରେ ଆପଣଙ୍କ ନେଜାଲ ପଲିପ୍ସ କମିବାରେ ଲାଗିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଜନିତ ସମସ୍ୟାରୁ ଆପଣମାନେ ସମ୍ପୂର୍ଣ୍ଣ ଭାବେ ମୁକ୍ତି ପାଇପାରିବେ।